ବୁମ୍ ବୁମ୍ ବୁମରାଙ୍କ 400 ୱିକେଟ୍। ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ 5ଟି ୱିକେଟ୍ ନେଲେ ଜସପ୍ରୀତ ବୁମରା। ବୁମରାଙ୍କ ଆଗରେ ଆଣ୍ଠେଇଲା ବାଂଲାଦେଶ ଦଳ। 149 ରନ୍ରେ ଅଲଆଉଟ୍ ହେଲା ବାଂଲାଦେଶ। ଭାରତୀୟ ଦଳ ପ୍ରଥମ ଇନିଂସରେ 376 ରନ୍ରେ ଅଲଆଉଟ୍ ହେବା ପରେ ବାଂଲାଦେଶ ଦଳ 149 ରନ୍ କରି ଅଲଆଉଟ୍ ହେଲା। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ 81 ରନ୍ କରି 3 ୱିକେଟ୍ ହରାଇଛି। ବାଂଲାଦେଶ ଠାରୁ ଟିମ୍ ଇଣ୍ଡିଆ 308 ରନ୍ ଆଗରେ ରହିଛି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଥିବା ବେଳେ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ 81 ରନ୍ କରି 3 ୱିକେଟ୍ ହରାଇଛି। ଦ୍ୱିତୀୟ ଇନିଂସରେ ପୁଣି ଥରେ ରୋହିତ ଏବଂ କୋହଲି ଫେଲ୍ ମାରିଲେ। ସୁମାନ ଗିଲ୍ ଏବଂ ରିଷଭ ପନ୍ତ କ୍ରିଜ୍ରେ ରହିଛନ୍ତି। ପ୍ରଥମ ଇନିଂସରେ ବାଂଲାଦେଶ ଦଳ 149 ରନ୍ କରି ଅଲଆଉଟ୍ ହୋଇଗଲା। ଜସପ୍ରୀତ ବୁମରା 5ଟି ୱିକେଟ୍ ପାଇଥିଲେ। ଆକାଶଦୀପ ଏବଂ ରବୀନ୍ଦ୍ର ଜାଡେଜା 2ଟି ଲେଖା ୱିକେଟ୍ ପାଇଥିଲେ ଏବଂ ମହମ୍ମଦ ସିରାଜ 1 ୱିକେଟ୍ ପାଇଥିଲେ। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ।